ହିନ୍ଦୁ ସମାଜରେ ନାରୀମାନେ ବିବାହ କରିସାରିଲା ପରେ ନିଜ ମଥାରେ ସିନ୍ଦୁର ଲଗାଇଥାନ୍ତି। ଏହାର କାରଣ କ'ଣ? ଏ ପ୍ରଶ୍ନର ଉତ୍ତରରେ ହିନ୍ଦୁ ସମାଜର ଯେଉଁ ପୁରୁଷମାନେ ଅଛନ୍ତି ସେମାନେ କହନ୍ତି ଏହାର ଅନେକ ବୈଜ୍ଞାନିକ କାରଣ ଅଛି। ତାଙ୍କ ମତରେ ଏହାଦ୍ୱାରା ନାରୀ ସୁନ୍ଦର ଦେଖାଯାଏ, ନାରୀ ପତିବ୍ରତା ହୁଏ, ନାରୀ ବିବାହିତ ବୋଲି ସମାଜରେ ଜଣାପଡ଼େ ଇତ୍ୟାଦି ଇତ୍ୟାଦି। ସେହିଭଳି ମୁସଲମାନ ସମ୍ପ୍ରଦାୟରେ ନାରୀମାନେ ବୁର୍ଖା ପିନ୍ଧିଥାନ୍ତି। ଏବଂ ଏହାର କାରଣ କ'ଣ? ଏ ପ୍ରଶ୍ନର ଉତ୍ତରରେ ମୁସଲମାନ ପୁରୁଷମାନେ କହିଥାନ୍ତି ଯେ ଏହାର ମଧ୍ୟ ଅନେକ ବୈଜ୍ଞାନିକ କାରଣ ଅଛି। ଏହି ବୁର୍ଖା ପିନ୍ଧିବା ଦ୍ୱାରା ନାରୀମାନେ ନିଜର ମୁଖମଣ୍ଡଳକୁ ସୂର୍ଯ୍ୟ କିରଣରୁ, ଧୂଳିରୁ, ଧୂଆଁରୁ ଏବଂ କାହାର ଲୋଲୁପ ଦୃଷ୍ଟିରୁ ନିଜକୁ ରକ୍ଷା କରିଥାନ୍ତି। ଆଚ୍ଛା, ଯଦି ଏତେ ଗୁଡ଼ିଏ ବୈଜ୍ଞାନିକ କାରଣ ଅଛି ଏବଂ ଏହା ହିତକର, ତାହେଲେ ଉଭୟ ସମ୍ପ୍ରଦାୟର ପୁରୁଷ ସିନ୍ଦୁର ଏବଂ ବୁର୍ଖା କାହିଁକି ପିନ୍ଧନ୍ତିନି?